ଆଜିର ରାଶିଫଳ ଜୁନ୍ ମାସ 13 ତାରିଖ ଶନିବାର। ତିଥି ତ୍ରୟୋଦଶୀ ଦିବା 4ଟା 32 ଗତେ, ଚତୁର୍ଦ୍ଦଶୀ ନକ୍ଷତ୍ର କୃତ୍ତିକା ରାତ୍ରି 2ଟା 6 ଗତେ, ରୋହିଣୀ ଚନ୍ଦ୍ର ମେଷ ଦିବା 10ଟା 13 ଗତେ, ବୃଷ ଯୁଗ ସୁକର୍ମା। ଚାଲନ୍ତୁ ଜାଣିବା ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା 12, ସୂର୍ଯ୍ୟାସ୍ତ ସମୟ 6ଟା 23। ବୃଷ ଓ ସିଂହ କନ୍ୟା ରାଶିର ଘାତ ବାର, ମେଷ ରାଶିର ଘାତ ଚନ୍ଦ୍ର। ଆଜିର କାଳବେଳା ଦିବା 6ଟା 52 ମଧ୍ୟ, 4ଟା 43 ଗତେ, 6ଟା 24 ମଧ୍ୟ, 12 ବେଳା ଦିବା 2ଟା 25 ଗତେ, 3ଟା 5 ମଧ୍ୟ, ବିଶୁଦ୍ଧ ଅମୃତ ବେଳା ଦିବା 3ଟା 6 ଗତେ, 5ଟା 12 ମଧ୍ୟ, ରାତ୍ରି 7ଟା 10 ଗତେ, 8ଟା ବିଶୁଦ୍ଧ ବା ମହେନ୍ଦ୍ର ବେଳା ଓ ଦିବା 9ଟା 12 ଗତେ, 11ଟା 36 ମଧ୍ୟ। ଆଜି ବାଇଗଣ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଯାହା ହେଉ ନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ। ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଦେବଦର୍ଶନର ସୁଯୋଗ ଅଛି। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ବହୁତ ସୁଯୋଗ ରହିଛି। ଆପଣଙ୍କୁ ହଠାତ୍ ଖୁସି ଆଣିଦେବ। ଆପଣଙ୍କ ପୁରୁଣା ବନ୍ଧୁ ଆପଣଙ୍କ ହୃଦୟରେ ବହୁତ ନିକଟତର ଅଟନ୍ତି। ଆକସ୍ମିକ ବିପଦରୁ ସତର୍କ ରହିବେ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେ ଥିବା ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରଗାଢ଼ ଅଛି। ଏଥିରୁ କେହି ଲୋକ ଆପଣଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବେ। ପୁରାତନ ସମସ୍ୟା ସମାଧାନ ଅବସର ମିଳିପାରେ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଥାନ୍ତି, ତାହେଲେ ଆପଣଙ୍କୁ ବନ୍ଧୁ କିମ୍ବା ପରିବାର ସମସ୍ତେ ଆସି ସାହାଯ୍ୟ କରିବାକୁ ଆଗେଇ ଆସିବେ। ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର ମଧ୍ୟ ବି କରିବେ। ସେଇଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି। ଗୋଟିଏ ଧର୍ମପୀଠ, ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଏହା କମ୍ ସମୟରେ ଯାତ୍ରା ହୋଇପାରେ, କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ସେଇଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟ ସମସ୍ୟା ଗୁରୁତ୍ୱପୂର୍ଣ୍ଣ ଭାବେ ଚାଲୁଅଛି। ଯଦି ଆପଣଙ୍କ ମଧ୍ୟରେ ଝଗଡ଼ା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ, ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ। ସେଇଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନଟି କ୍ଲେଶଦାୟକ। ଆପଣ ଯଦି କୌଣସି ଆଇନଗତ ଲଢୁଛନ୍ତି, ତେବେ ଆପଣଙ୍କ ଜିତିବା ନିଶ୍ଚୟ। କୌଣସି ଜଣେ ଅନୁଭୂତି ଓକିଲଙ୍କ ପରାମର୍ଶ ନିଅନ୍ତୁ ଏବଂ ଚିନ୍ତାରେ କୌଣସି କାରଣ ଚିନ୍ତା କରିବାର ନାହିଁ, କାରଣ ଉଚ୍ଚ ଅଧିକାରୀ ଆପଣଙ୍କ ସକ୍ଷେପ ରହିବେ। ସେଇଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ। ଏଥିରୁ ମୁକୁଳିବା ପାଇଁ କୂଟନୀତିରେ ସାହାଯ୍ୟ ନିଅନ୍ତୁ। ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଥାନ୍ତି। ଗୁରୁଜନଙ୍କ ନିନ୍ଦା ଓ ବ୍ୟଥା ଦେଇପାରେ। ସେଇଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଅଟେ। ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଭାବେ ନେବେ। ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ। ସେଇଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚରମ ସୀମାରେ ରହିବ। ଆପଣ ନିଜ ଆତ୍ମବିଶ୍ୱାସ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ, କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ। ଅଯଥା ବ୍ୟୟ ହେବା ଓ କଣ୍ଟା ବା ମୁନିଆ ବସ୍ତୁ ଦ୍ୱାରା ଆଘାତ ହୋଇପାରନ୍ତି। ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କୁ ହଠାତ୍ ହଜିଯାଇଥିବା ବସ୍ତୁ କିମ୍ବା ମନବାଞ୍ଛିତ ଦ୍ରବ୍ୟ ପାଇପାରନ୍ତି। ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ ହୋଇପାରେ। ଧନ ଲାଭ ଯୋଗ ଅଛି। ଦିନଟି ପ୍ରତିପଦ ରହିବ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ। ଆଜି ସବୁକିଛି ଆପଣଙ୍କ ଇଚ୍ଛା ଅନୁସାରେ ହିଁ ହେବ। ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମ ନ ହୋଇ ଆପଣଙ୍କ ଭାଗ୍ୟ ଯୋଗ ହେଉଛି। ଏହା ସୁଯୋଗ ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।